ଜୟ ଜଗନ୍ନାଥ ସାଙ୍ଗମାନେ ସକାଳୁ ଏଇଠି ଟୁଟୁଲକୁ ସ୍କୁଲ ପାଇଁ ରେଡି କରିଦେଇଛି। ତାପରେ ତାକୁ ନେଇକି ସ୍କୁଲରେ ମୁଁ ଛାଡ଼ି ଦେଇ ଆସିଥିଲି। ଆସିଲା ପରେ ହାଲକା ଖରା କରିଥିଲା ଦେଖିଲି, ସେଇଥିପାଇଁ ତରତରରେ ଛାତକୁ ନେଇକି ଲୁଗାପଟା ସବୁ ଶୁଖେଇ ଦେଇଥିଲି। କାହିଁକି ନା ଏ ପାଗଟା ତ ଯାହା କରୁଛି ଡ୍ରେସ ପତ୍ର ଟିକେ ଶୁଖେଇବାକୁ ବି ଦଉନି। ତାପରେ ମୁଁ ଟୁଟୁଲକୁ ସ୍କୁଲରୁ ଆଣିକି ପାଖ ଟେଲରକୁ ଯାଇଥିଲି, ଟିକେ କାମ ଥିଲା। ମାନେ ମୁଁ ଗୋଟେ ବ୍ଲାଉଜ ତିଆରି ପାଇଁ ଦେଇଥିଲି, ସେଇଥିପାଇଁ ତାକୁ ଆଣିବାକୁ ଯାଇଥିଲି। ଘରକୁ ଆସିଲା ପରେ ହଜବେଣ୍ଡକୁ ମାଛ ଭାଜିକି ପଖାଳ ଖାଇବାକୁ ଦେଇ ଦେଇଥିଲି। ତାପରେ ମୁଁ ଲଞ୍ଚ ପ୍ରିପାରେସନରେ ଲାଗି ପଡ଼ିଥିଲି। ମାନେ ପୋହଳା ମାଛକୁ ବେସର ଆମ୍ବୁଲ ଦେଇକି ତରକାରୀ କରିଦେଇଥିଲି। ପୋହଳା ମାଛ କାହାକୁ ଭଲ ଲାଗେ କମେଣ୍ଟରେ ମତେ କହିବେ ତ। ତାପରେ ଏପଟେ ଦେଖିଲା ବେଳକୁ ମେଘ ଖଣ୍ଡେ ଘୁଟି ଆସିଲାଣି। ଲୁଗା ମୋର ଶୁଖିବ କଣ, ସବୁତକ ଲୁଗାକୁ ତୋଳିକି ଛାନିଆରେ ମୁଁ ଘରକୁ ଦୌଡ଼ିଛି। ଛାତ ଉପରୁ ଆସିଲା ପରେ ଆଉ ଗୋଟେ ପିଲା କାମ ଲଗେଇକି ମତେ ରଖିଦେଇଛି। ଦେଖନ୍ତୁ ତାର ବେଶ, ଆଜି ପୁରା ରାବଣର ବେଶ ଧରିଛି ତ। ଆଉ କଣ କରିବି, ଏ ପିଲାଟାକୁ 2-3 ଟଙ୍କାରେ କିଏ ନେଇଯିବେ ଯଦି ନେଇଯାଆନ୍ତୁ ତାକୁ। ଡୁଡୁଲକୁ ପରିଷ୍କାର କରିକି ବାପାଙ୍କୁ ଏଠି ଖାଇବାକୁ ଦେଇ ଦେଇଛି। ଆଉ ଡୁଡୁଲ ପାଇଁ ବି ଖାଇବା ନେଇ ଆସିଥିଲି ସାଙ୍ଗରେ, ତାକୁ ଖୁଆଇଦେଲି ଆଉ ତା ସାଙ୍ଗରେ ମୁଁ ବି ଖାଇ ଦେଇଥିଲି। କାହିଁକିନା ସେ ଲେଟ୍ କରିବ ମୁଁ ଜାଣିଛି, ସେଇଥିପାଇଁ ମୁଁ ଖାଇଦେଲି ତା ସାଙ୍ଗରେ। ତାପରେ 4ଟା ବେଳେ କଲ୍ ଆସିଲା ଯେ ମୋର ଗୋଟେ ପାର୍ସଲ ଆସିଛି। ମୁଁ ତ ଗଲି, ମୋ ସହିତ ଏ ବଚାଟା ବି ମୋ ସାଙ୍ଗରେ ଗଲା। ମୁଁ ପାର୍ସଲଟା ରିସିଭ୍ କରିଦେଇଥିଲି। ତାପରେ ଘରେ ଆସିକି ମୁଁ ଏଇଟା ଓପନ କଲି। ସେଥିରେ ଗୋଟେ ବେଡସିଟ୍ ଆସିଥିଲା, 2ଟା କୁସନ କଭର ଆଉ 2ଟା ମାନେ ଛୋଟ ଛୋଟ କୁସନ ଯୋଉ ଥାଏ ସେ ଛୋଟ ଛୋଟ ଥିଲା। ମାନେ ଟୋଟାଲ 5ଟା ପିସ୍ ଥିଲା। ଦେଖିକି ମନ ମୋର ପୁରା ଖୁସି ହେଇଗଲା, କାହିଁକି ନା ତାର କଲରଟା ବହୁତ ଭଲ ଲାଗୁଥିଲା। ଏବେ ତ ଏଇ ବେଡସିଟ୍ ଟା ସମସ୍ତଙ୍କ ଘରେ ପୁରା ଟ୍ରେଣ୍ଡିଂରେ ଚାଲିଛି। ଆଶା କରୁଛି